ଟିକେ ଆଗକୁ ଆସ। ଯେଉଁ ଉବେରରେ ନେଇକି ଯାଇଥିଲି ଆଉ ତାପରଠୁ ଆଉ ଓଲା ଅନ୍ କରିନି। ଉବେର ହାଇ ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ସାଙ୍ଗମାନେ ଆଜି ବୁଧବାର, କାଲି ତ ବେପାର ହେଲାନି, ସେଇ ଆପଣଙ୍କର 3ଟା ସୁଦ୍ଧା ଘରକୁ ପଳେଇ ଆସିଲେ ଯେ ଆଉ ଗଲିନି, ଇଚ୍ଛା ହେଲାନି। ଟୋଟାଲ 700 ନା 850 ଟଙ୍କା କାଲି ଏମିତି ଅର୍ଣ୍ଣିଂ ହେଇଥିଲା। ଆଉ ଯାହା ବି ହଉ ଆଜି ସକାଳୁ ଲଗ୍ଇନ୍ କରିଦେଇଛି। ବର୍ତ୍ତମାନ ଟାଇମ୍ ହେଲାଣି ଆପଣଙ୍କ 8:30। ନେଇଥିଲି ଉବେର ଡ୍ରାଇଭର ପାସ୍ 387ରେ। ତ କାଲି ଟୋଟାଲ 257 ଟଙ୍କା ବେପାର କରିଥିଲି। ଆଜି ପୁଣି ସେକେଣ୍ଡ ଦିନ, ତ ଦେଖିବା କାଲି ତ ବେପାର ହେଲାନି, ମାନେ ଫାଲତୁ ଗଲା ଗୋଟେ ଦିନ ଡ୍ରାଇଭର ପାସ୍ର। ଆଜି ଆଶା କରୁଛି ବୁକିଂ ଠିକଠାକ ବାଜିବ ଉବେରରେ, ନହେଲେ ଡ୍ରାଇଭର ପାସ୍ 387 ମାନେ ପର ଡେ କେତେ, ପ୍ରାୟ 130 ପାଖାପାଖି ପଡ଼ୁଛି। ତ କାଲି ଫାଲତୁଟାରେ ଗଲା 130। ତ ଯାହା ବି ହଉ, ଭଲ ମନ୍ଦ ତ ଅଛି ବେପାରରେ। ଆଜି ଆଉ ଦେଖିବା କେତେବେଳେ ଫାଷ୍ଟ ବୁକିଂ ବାଜୁଛି। ତ ସାଙ୍ଗମାନେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଯେଉଁମାନେ ବି ନୂଆ କରି ମୋ ଚ୍ୟାନେଲକୁ ଦେଖୁଛନ୍ତି, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ତ ଚାଲନ୍ତୁ ଆଉ ଦେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। କାଲି ଯେହେତୁ ବେପାର ହେଲାନି, ଲଗ୍ଇନ୍ କରୁ କରୁ ବସେଇ ଦେଲା ଘଣ୍ଟାଟା, ତାପରେ ଯାଇ ଫାଷ୍ଟ ବୁକିଂ ଦେଲା। ସେଥିପାଇଁ ଆଜି ସକାଳେ ସକାଳେ ଅନ୍ କରିଦେଇଛି ଓଲା ଉବେର ଦୁଇଟା ଯାକ। ନର୍ମାଲି ଖାଲି ସକାଳେ ଆଗ ଖାଲି ଉବେର ଅନ୍ କରେ, ଉବେର ଯଦି ନ ବାଜିଲା ତାପରେ ଯାଇକି ଓଲା ଅନ୍ କରେ, ହେଲେ ଆଜି ଦୁଇଟା ଯାକ ଏକାଥରେ ଅନ୍ କରିଦେଇଛି। ତ ଓଲାରେ ଫାଷ୍ଟ ବୁକିଂଟା ବାଜିଛି, ଯେଉଁଟାକି 95 ଟଙ୍କା। ଆପଣଙ୍କର ଲକ୍ଷ୍ମୀସାଗର ରାମ ମନ୍ଦିର ପଛପଟୁ ନେଇକି ଯିବି ରସୁଲଗଡ଼। ଉବେର ହେଲେ ମିନିମମ୍ 120 ନହେଲେ 110 ଟଙ୍କା ମିଳିଥାନ୍ତା। କଷ୍ଟମର ପୁଣି ଫୋନ୍ କଲାଣି, ଏବେ ଗୋଟିଏ ମିନିଟ୍ କଥା ହେଇଯାଏ। ଆଉ ମୁଁ ପହଞ୍ଚିଲି ନା, ଅବଶ୍ୟ ପିକଅପ୍ ବେଶୀ ଡିଷ୍ଟାନ୍ସ ନୁହଁ, 200 ମିଟର ଡିଷ୍ଟାନ୍ସ ଥିଲା। ମୁଁ ଥିଲି ଇଣ୍ଡିଆ ଷ୍ଟାଡ଼ିୟମ୍ ପାଖାପାଖି। ଦେଖେ କଷ୍ଟମର ପିକଅପ୍ କରିକି। ଫାଷ୍ଟ ବୁକିଂଟା 95 ଦେଖେଇଛି, ଉବେର ହେଲେ ମିନିମମ୍ 110 ତ ହେଇଥାନ୍ତା। ଏପଟେ ସବୁ ମାନେ ଗାଡ଼ି ରଖିଦେଇଛ ତ ଗୋଟେ ପରେ ଗୋଟେ। ଆଗରେ ଛିଡ଼ା ହେଇଛନ୍ତି କଷ୍ଟମର, ଏଇଠୁ ଗାଡ଼ି ବୁଲେଇବାକୁ ପଡ଼ିବ, ବୁଲେଇକି ଯିବେ। ବର୍ତ୍ତମାନ ସୁଦ୍ଧା ଉବେରରେ ଗୋଟେ ବାଜିନି, ଓଲାରେ ଦୁଇଟା କଲି। ଗୋଟେ ତ ସେ ରସୁଲଗଡ଼ ଛାଡ଼ିଥିଲି, ଆଉ ଗୋଟେ ଆପଣଙ୍କର ରସୁଲଗଡ଼ ନେଇକି ଆସିଲେ ଇଟକୋଟା। ଗୋଟେ ବାଜିଥିଲା ମୋର ରସୁଲଗଡ଼ରୁ ଯାଇକି ଆଇନଷ୍ଟାଇନ ଏକାଡେମୀ ଖୋର୍ଦ୍ଧା ଓଲାରେ, ତ ଦେଖେଇଥିଲା 405। ତ ସେ ଟୋଟାଲ ହେଉଛି ଆପଣଙ୍କର 38 କିଲୋମିଟର, ପିକଅପ୍ ପୁଣି 2 କିଲୋମିଟର, 41 କିଲୋମିଟରକୁ 405, 10 ଟଙ୍କା ଲେଖା କିଲୋମିଟର ପଡ଼ୁଛି। ତଥାପି ମୁଁ କଷ୍ଟମର କହିଲି ଗୋଟେ 100 ଟଙ୍କା ଗୋଟେ ଏକ୍ସଟ୍ରା ଦେବେ, ତାହେଲେ ପଳେଇବେ। ସେ ଆଇନଷ୍ଟାଇନ କଲେଜ ପାଖରୁ ତ ବାଜିବନି, ପୁଣି ଜଟଣୀ ଆସିବାକୁ ପଡ଼ିବ। ତ ସେ ମନା କଲେ ଦେବେନି, ତ ମୁଁ କହିଲି ତାହେଲେ କ୍ୟାନସଲ୍ କରିଦିଅନ୍ତୁ। ସେ କ୍ୟାନସଲ୍ କଲାନି, ମୋ ଆଡ଼ୁ ମୁଁ କ୍ୟାନସଲ୍ କରିଦେଲି। ତାପରେ ଯାଇକି ଏଇଟା ବାଜିଲା ତ ଆଣିକି ଛାଡ଼ିଲି। ଉବେର ଟୋଟାଲ ବାଜିନି। ଉବେର ପାସ୍ କ'ଣ ବେକାର ଯିବ ନା କ'ଣ ଜାଣି ହେଉନି କିଛି। ଉବେର କ'ଣ କାଲି ବି ବାଜିଲାନି, ଆଜି ବି ବାଜୁନି। କୋଉ ବାଜିଲା ଓଲାରେ ପୁଣି ଗୋଟେ ଆପଣଙ୍କ ବାଣୀବିହାରରୁ ପିକଅପ୍ ଆଉ ଏୟାରପୋର୍ଟରେ ଡ୍ରପ୍। ଏୟାରପୋର୍ଟ ବୁକିଂରେ କ'ଣ 40 ଟଙ୍କା ଯେଉଁ ଟୋଲ୍ ପାଇଁ ଏକ୍ସଟ୍ରା ମିଳିବ, ତ ଓଲା କମ୍ ଦେଲେ ବି ସେଟା ମ୍ୟାନେଜ୍ ହେଇଯିବ। କଷ୍ଟମର କଲ୍ କଲାଣି। କହିଲେ ଯେଉଁ ଫୁଡ୍ ଓଭରବ୍ରିଜ୍ ପାଖାପାଖି ଅଛି, କାଇଁ ଫୁଡ୍ ଓଭରବ୍ରିଜ୍ ପାଖାପାଖି ଟିକେ ଆଗକୁ ଆସ।
ଉବେର ଯାଏ କିଛି ବି ବାଜିଲାନି। ଆପଣଙ୍କର ଏୟାରପୋର୍ଟ କଷ୍ଟମର ଡ୍ରପ୍ କରୁ କରୁ ସାଙ୍ଗେ ସାଙ୍ଗେ ବାଜିଲା ସେ ଓଲାରେ। ଆଣିକି ମଣିପାଲ ହସ୍ପିଟାଲ ପାଖରେ ଛାଡ଼ିଲି। ମୋ CNG ଟୋଟାଲ ନାହିଁ, ମାତ୍ର ଗୋଟେ ଗାର ଅଛି। ତ ଏଇଠୁ CNGଟା ପକାଇଦେବି ଆଗେଣିଆରୁ। ତ ବର୍ତ୍ତମାନ ମୁଁ ଯାଉଛି CNG ପକାଇବି, ଦୁଇଟାକୁ ଅଫ୍ କରିସାରିଲାଣି, ତାପରେ ଯାଇକି ପୁଣି ଲଗ୍ଇନ୍ କରିବି। ଓଲାରେ ନେଇକି ଆସିଥିଲି ଆପଣଙ୍କର ଆପୋଲୋ ହସ୍ପିଟାଲ। ଆଉ ଆପୋଲୋ ହସ୍ପିଟାଲ ଛାଡ଼ିକି ବସିଥିଲି। ଫାଇନାଲି ଏବେ ସେକେଣ୍ଡ ବୁକିଂଟା ବାଜିଲା ଉବେରରେ। ମାନେ ଉବେର ଗୋଟେ କରିଥିଲେ 76, ଆଉ ଏବେ ଉବେର ସେକେଣ୍ଡ ବୁକିଂ ବାଜିଛି। ଯାଉଛି ବର୍ତ୍ତମାନ କଷ୍ଟମର ପିକଅପ୍ କରିବା। 4ଟା ହେଇଗଲାଣି। ଆଉ ଓଲାରେ 816, ଉବେରରେ 828। ତ ଟୋଟାଲ ଦେଖିବାକୁ ଗଲେ ସେଇ 800 1600 ସେ 1620 ଟଙ୍କା ହେଇଛି। ମୁଁ ଯଦି ଓଲା ଅଫ୍ ନ କରିଥାନ୍ତି ତ ଓଲାରେ ବାଜିଥାନ୍ତା। ଓଲାରେ ପଇସା ପ୍ରବଳ କମ୍ ଦେଉଛି, ସେଇ ସକାଶେ ମୁଁ କ'ଣ କଲି ନା ଓଲା ଅଫ୍ କରିଦେଲି। ମୁଁ କହିଲି ଉବେର ଯେତେ ସମୟ ପରେ ବାଜୁଛି ବାଜୁ, ସେଇ ସକାଶେ ଉବେର ଅନ୍ କରିଦେଲି। ଉବେର ଟିକେ ପରେ ପରେ ବାଜୁଛି, ହେଲେ ପଇସା ଭଲ ଦେଉଛି। ତ ବର୍ତ୍ତମାନ ମୁଁ ଆସିକି ଅଛି ଆପଣଙ୍କ ସୋମ ହସ୍ପିଟାଲ ପାଖରେ। ଆଉ ଦେଖାଯାଉ ସୋମ ହସ୍ପିଟାଲ ପାଖରୁ କେତେବେଳେ ବାଜୁଛି। ଏବେ ଯାହାହେଲେ 4ଟା ହେଲାଣି ସୋମ ହସ୍ପିଟାଲରୁ ବାଜିବା ଟାଇମ୍ଟା ଯେ। ଆଉ ଯାହାହେଲେ ଟଙ୍କା 3000 କରିବାର ଅଛି। ମାନେ 1600 ହେଇଛି, ଆହୁରି 1400। କାଲି ତ ଟୋଟାଲ ବେପାର ହେଲାନି, କମସେ କମ୍ ଆଜି ତ 3000 କରିକି ହିଁ ଯିବାର ଅଛି। ତ ଦେଖିବା ଟାର୍ଗେଟ୍ ପୁରା ହେଉଛି କି ନାହିଁ। 2ଟା ବେଳକୁ ସେ ଯେଉଁ ଉବେରରେ ନେଇକି ଯାଇଥିଲି, ଆଉ ତାପରଠୁ ଆଉ ଓଲା ଅନ୍ କରିନି। ଉବେର ଡ୍ରପ୍ କଲା ପରେ 10-15 ମିନିଟ୍ ବସୁଛି, ତାପରେ ଗୋଟେ ଗୋଟେ ବାଜୁଛି। ଓଲା ଅନ୍ କରିନି, କାହିଁକିନା ଓଲାରେ ବହୁତ କମ୍ ପଇସା ଦେଉଛି। ଯେତିକି ଓଲା ଆଉ ଉବେର ମିଶିକି ଯେତିକି ଟ୍ରିପ୍ କଲେଣି, ସବୁ ଯାକ ଯଦି ଖାଲି ଉବେର କରିଥାନ୍ତେ ମୋ 2500 ପ୍ଲସ୍ ହେଇଥାନ୍ତା। ବର୍ତ୍ତମାନ ମୁଁ ହେଇଛି 2200 କି 2250 ଭିତରେ ହେଇଥିବ। ଦେଖିବା ଆହୁରି 800-900 ବାକି ରହିଲାଣି। ଯଦି ଜଲ୍ଦି ହେଇଯିବ ଜଲ୍ଦି ପଳେଇବି, ଆଉ ନହେଲେ ଯାହାହେଲେ 3000 କରିକି ହିଁ ଯିବି। ତ ସାଙ୍ଗମାନେ ବର୍ତ୍ତମାନ ଟାଇମ୍ ହେଲାଣି 7ଟା। ତ ମୁଁ ବୁକିଂ କରିପାରିଲିନି, କାହିଁକିନା ମୋ ଗାଡ଼ିରେ ଟିକେ ପ୍ରୋବ୍ଲେମ୍ ଦେଖାଉଛି। ଏକାଥରେ ଆପଣଙ୍କର ABS, ତାପରେ ଚେକ୍ ଇଞ୍ଜିନ୍ ଲାଇଟ୍, ପାୱାର ଷ୍ଟେରିଂ ସବୁଯାକ ସିଗ୍ନାଲ୍ ପଳେଇ ଆସୁଛି। ତ ମୁଁ ଏବେ ତ ଗାଡ଼ି ଚଲେଇବିନି। ଗାଡ଼ି ବହୁତ କଷ୍ଟ ଚଲେଇକି ଆଣିଲି ଘର ଯାଏଁ। ମୁଁ ଏବେ କାଲି ପରଦିନ 2-3 ଦିନ ବୋଧେ ବନ୍ଦ ଅଫ୍ ହେଇପାରେ। ତ ଫିଲହାଲ ଆଜିର ଅର୍ଣ୍ଣିଂ ହେଇଛି ଟୋଟାଲ୍ 2250 ଟଙ୍କା। ଆଉ ତ ହେଇପାରିଲାନି। ଗାଡ଼ିରେ ସଡ଼ନ୍ ବୁକିଂ ଆସିଥିଲା ଯେ 200 ଟଙ୍କା 2-4ଟା କଣ୍ଟିନ୍ୟୁ ମାନେ ବାଜିଲା। ମୁଁ ଆକ୍ସେପ୍ଟ କଲି, ସାଙ୍ଗେ ସାଙ୍ଗେ ସେ ଇସ୍ୟୁ ଦେଖେଇଲା। ପୁଣି ତାକୁ କ୍ୟାନସଲ୍ କଲି, ତାପରେ ଦେଖିଲେ ଠିକ୍ ହେଇଗଲା। ପୁଣି ଯେତେବେଳେ ଆକ୍ସେପ୍ଟ କଲି ସେମ୍ ଇସ୍ୟୁ ଦେଖେଇଲା। ତ ମୁଁ ଲାଷ୍ଟକୁ ଆଉ ଓଲା ବି 2ଟାକୁ ଅଫଲାଇନ୍ ହେଇକି ମୁଁ ପଳେଇ ଆସିଲି ଏବେ ଘରକୁ। ଅଧା ରାସ୍ତାରେ ଆସୁ ଆସୁ ମୋ ବ୍ୟାଟେରୀ ପୁରା ଡାଉନ୍। ତାପରେ ଗାଡ଼ି ବନ୍ଦ ହେଇଗଲା। ପୁଣି ଲୋକ ପେଲିକି ତା ପୁଣି ଷ୍ଟାର୍ଟ ହେଲା। ତାପରେ ଯାଇକି ଫାଇନାଲ୍ ପହଞ୍ଚିଲି। ଏବେ ଗାଡ଼ି ରଖିଛି, କାଲି ସକାଳେ ଦେଖା ହେବ ମେକାନିକ୍ ପାଖରେ ଯାଇକି। ତ ସାଙ୍ଗମାନେ ଆଶା କରୁଛି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ। ଯେଉଁମାନେ ବି ନୂଆ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିଦେବେ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରେ ଭୁଲେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।